ସମସ୍ତଙ୍କୁ ମୋର ନମସ୍କାର ଆଉ ଜୟ ଜଗନ୍ନାଥ। ମୁଁ ତ ବହୁତ ଭଲରେ ଅଛି ଆଉ ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ। ମୁଁ ଯେହେତୁ ମଝିରେ ଘରକୁ ଯାଇଥିଲି ତ ଏ ଭିଡ଼ିଓଟା ଆକ୍ଚୁଆଲି ମୁଁ ଘରେ ହିଁ ଥିଲାବେଳେ ବନେଇଥିଲି, ବଟ୍ ମାନେ ଭୁବନେଶ୍ୱର ଆସିବା ପରେ ମୋତେ ବିଲକୁଲ ବି ଟାଇମ୍ ହେଉନି। ଡ୍ୟୁଟି ଆଡ଼େ ପଢ଼ା ସାଡ଼େ ସବୁ ଜିନିଷ ଭିଡ଼ିଓ ଏଡ଼ିଟିଂ ଭିଡ଼ିଓ ସୁଟିଂ ଦେନ୍ ସବୁ ଜିନିଷକୁ ମ୍ୟାନେଜ୍ କରିବା ବହୁତ ଡିଫିକଲ୍ଟ ହେଇଯାଉଛି। ତ ମୋତେ ବିଲକୁଲ ବି ଟାଇମ୍ ହେଉନି। ସେଥିପାଇଁ ମୁଁ ମାନେ ଡେଲିକା ଡେଲି ହେଉ କି ଦିନେ ଛାଡ଼ି ଦିନେ ହେଉ ମୁଁ ଭିଡ଼ିଓ ଆଣିପାରୁନି। ଏବେ ଯେହେତୁ ଘରେ ଅଛି ତ ଦେଶୀ ଜିନିଷ ଖାଇବା ପାଇଁ ମିଳିଯାଉଛି। ତ ଆଜି ସକାଳୁ ଉଠିକି ବ୍ରସ୍ କରିକି ଗାଧେଇକି ବ୍ରେକଫାଷ୍ଟ କରିସାରିଲା ପରେ ଏଠି ମୁଁ ପୋଇ ମଞ୍ଜି ସବୁ କାଟିକି ନେଉଥିଲି କରିବା ପାଇଁ, କାରଣ ପ୍ରାୟତଃ ଜଣେ ଜଣେ କି ଭଲ ପାଆନ୍ତି ଖାଇବା ପାଇଁ ଆଉ ଜଣେ ଜଣେ କି ଭଲ ପାଆନ୍ତିନି, କିନ୍ତୁ ମୋତେ ପୋଇ ମଞ୍ଜି ଖାଲି ରାଇ ଖାଇବା ପାଇଁ ବହୁତ ହି ଭଲ ଲାଗେ। ମାଛ ପୋଇରେ ମଞ୍ଜି ହେବା ଷ୍ଟାର୍ଟ ହୁଏ କେବଳ ଏଇ ଶୀତ ଦିନେ, ଆଉ ଶୀତ ଦିନେ ହିଁ ପୋଇ ମଞ୍ଜିଟା ହିଁ କେବଳ ମିଳେ। ଅଲଗା ଦିନେ ମାନଙ୍କରେ ଖାଲି ପୋଇ ହିଁ ମିଳେ, ମଞ୍ଜିଟା ମିଳେନି। ଆଉ ଶୀତ ଦିନେ ପୋଇ ମଞ୍ଜିଟା ଖାଇବା ପାଇଁ ବହୁତ ହି ଭଲ ଲାଗେ। ମାଛ ଫାଛ ପଡ଼ିକି ପାଲା ମାଛ ଥିଲା, ମାନେ ଆଗରୁ ଆସିଥିଲା ଭଜା ହେଇକି ଥିଲା ଫ୍ରିଜରେ, ତ ଭାଉଜ ତାକୁ ଆଣିଥିଲେ ପୋଇରେ ପକେଇକି କରିବା ପାଇଁ। ଆଉ ଭାଇ ଯାଇଥିଲେ ଅଲରେଡ଼ି ମାଛ ଆଣିବା ପାଇଁ, ମାନେ ଦିନରେ ତରକାରୀ ହେବା ପାଇଁ। ଆଉ ମୁଁ ଏଇଠି ଗରମ ଗରମ ଯେହେତୁ ଭାଉଜ ତାକୁ ଆଉ ଥରେ ଆଣିକି ଭାଜିଥିଲେ, ମୁଁ ଟିକେ ଗରମ ଗରମ ମାଛ ଭଜା ଆଣିକି ଖାଉଥିଲି। ହଷ୍ଟେଲରେ ତ ଏମିତି ଗରମ ଗରମ ଭଜା ମାନେ ଖାଇବା ପାଇଁ ମିଳେନି, କାରଣ ହଷ୍ଟେଲରେ ଯେଉଁ ମାଛ ଗୁଡ଼ା ମିଳେ ସେଇଟା ଅଲରେଡ଼ି କର୍ଣ୍ଣଫ୍ଲାୱାର ଦେଇକି ଖାଲି ମାନେ ତେଲରେ ଛଣା ହେଇଥାଏ। ରୋହି ମାଛ ଗୁଡ଼ାକ ତାର ଟେଷ୍ଟ ମାନେ ଏତେ ଭଲ ଆସେନି। ଏଠି ଝିଅକୁ ଚିଡ଼େଇବା ପାଇଁ ତା ସାଇକେଲରେ ବସି ପଡ଼ିଛି, କାରଣ ତାକୁ ଟିକେ ମଝିରେ ମଝିରେ ଚିଡ଼େଇବା ପାଇଁ ମୋତେ ବହୁତ ଭଲ ଲାଗେ। ଆଉ ସେ ଚିଡ଼ିବ ବୋଲି ମୁଁ ଜାଣି ଶୁଣିକି ତା ସାଇକେଲଟି ବସି ପଡ଼ିଛି। ସେ ଜିଦି ଲଗାଇଥାଏ ତୁ ମୋ ସାଇକେଲରୁ ଓହ୍ଲା, ମୁଁ ସାଇକେଲ ଚଲେଇବି। ମୁଁ ତାକୁ ଯେତେ କହୁଥାଏ ତୁ ପଛରେ ବସ ମୁଁ ଚଲାଉଛି, ସେ ବିଲକୁଲ ବି ଶୁଣୁନଥାଏ। ନା ନା ତୁ ମୋ ସାଇକେଲରୁ ଓହ୍ଲା, ମୁଁ ସାଇକେଲ ଚଲେଇବି। ଆଉ ରାନୀ ଏଇଠି ପଛରେ ବସିବ, ମୁଁ ସାଇକେଲ ଚଲେଇବି। ତ ମୁଁ ତାକୁ ଯେତେ ବି କହିଲି ସେ ଶୁଣିଲାନି। ତ ମୁଁ ତାକୁ ଚିଡ଼େଇ ମୁଁ ଓହ୍ଲେଇ ପଡ଼ିଲି ସାଇକେଲ। ତାପରେ ମୁଁ ତାକୁ ସେ ସାଇକେଲରେ ବସି ପାରୁନଥିଲା, ମୋତେ କହିଲା ମୋତେ ଟିକେ ବସେଇ ଦିଅ ସାଇକେଲରେ। ମୁଁ ତ ସାଇକେଲରେ ବସେଇ ଦେଇକି ମୋତେ ଟିକେ ବୁଲେଇ ଦିଅ ଭଲସେ, ମୁଁ ସାଇକେଲ ଚଲେଇବି। ସାଇକେଲଟାକୁ ମୁଁ ବୁଲେଇ ଦେଲି, ତାପରେ ସେ ତାର ସାଇକେଲ ଚଲେଇଲା। ଏପଟେ ଭାଉଜ ଆମର ତ ଅଲରେଡ଼ି ପୋଇ ମଞ୍ଜି କରିବା ଷ୍ଟାର୍ଟ କରିସାରିଥିଲେ। ତ ପୋଇ ମଞ୍ଜିରେ ବେଶୀ କିଛି ପଡ଼ିନଥିଲା, ଖାଲି ଆଳୁ କିଛି ସାରୁ ଆଉ କଖାରୁ ଆଉ ଟମାଟର ମସଲା ଦେଇକିରି ହେଇଥିଲା। ଏଥିରେ ସୋରିଷ ମସଲା କହିଲେ ଆମ ଘର ସାଇଡ଼ରେ କେବଳ ଅଦାକୁ ସ୍କିପ୍ କରିକି ବାକି ଆଉ ସବୁ ଜିନିଷ ପଡ଼େ। ମିନ୍ସ ଆମର ଜିରା, ସୋରିଷ, ପିଆଜ, କଞ୍ଚା ଲଙ୍କା ହଉ କି ଶୁଖିଲା ଲଙ୍କା ହଉ ଆଉ ରସୁଣ, ବାସ୍ ଏତିକି ଜିନିଷ ଏଠି ଆମର ବସିକି ପୋଇ ମଞ୍ଜି କରୁଥିଲେ। ଆଉ ଭାଇ ଆଉ ମାଛ ଆଉ କିଛି ପରିବା ନେଇକି ପଳେଇ ଆସିଥିଲେ। ଆଉ ଭାଇ ଆଣିଥିଲେ ଡେମା ମାଛ। ଡେମା ମାଛ ଖାଇବା ପାଇଁ ବହୁତ ଭଲ ଲାଗେ। ସେ କୁହନ୍ତି କି ମାଛଟା ବହୁତ ମିଠା, ତ ସେଥିପାଇଁ କି ସିଏ ମ୍ୟାକ୍ସିମମ୍ ଟାଇମ୍ ଡେମା ମାଛ ଯାଇକି ଆଣନ୍ତି। ଆଉ ଯଦି ଡେମା ମାଛ ନ ମିଳିଲା, ଯେଉଁ ପୋହଳା ମାଛ ଗୋଟା ଗୋଟା ଯେଉଁ ମିଳେ ସେ ପୋହଳା ମାଛ ଆଣନ୍ତି। ନାଇଦର ଆମର ଦେଶୀ ମାଛ ଯାହା ବି ସିଙ୍ଗି ହଉ କି ଦେଶୀ ମାଛ ଯାହା ବି ମିଳିଲା ସେ ଦେଶୀ ମାଛ ଦେଖିକି ଆଣିବା ପାଇଁ ସବୁବେଳେ ଟ୍ରାଏ କରନ୍ତି। ଭଲସେ ଭାଜି ହେଇକି ମସଲା କଷି ହେଇଗଲା ପରେ ସେଥିରେ ମାଛ ଆଉ ପୋଇପତ୍ର ପକାଇ ଭାଉଜ ତାକୁ ଘୋଡ଼େଇ ଦେଇଥିଲେ କିଛି ସମୟ ସିଝିବା ପାଇଁ। ଆଉ ଏପଟେ ମାଛକୁ ଧୋଇ ଆଣିକି ବୋଉ ହଳଦୀ ଗୁଣ୍ଡ ଆଉ ଲୁଣ ଗୋଳେଇକି ଥୋଇ ଦେଇଥିଲା ଭାଜିବା ପାଇଁ। ଆମର ରେଡ଼ି ହେଇବା ଉପରେ, କାରଣ ପୋଇର ଯେତିକି ବି ପାଣି ଥିଲା ପାଣି ଫାଣି ସବୁ ମରିଯାଇଥିଲା। ଆଉ ଏଇଠି ପୋଇ ମଞ୍ଜି ଆମର ରେଡ଼ି ହେଇଥିଲା। ତ ଏମିତି ପୋଇ ମଞ୍ଜି ତରକାରୀ ଖାଇବା ପାଇଁ କାହାକୁ ଭଲ ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ। ପୋଇ ମଞ୍ଜି ହେଇଗଲା ପରେ ବୋଉ ଏଠି ବସିକି ମାଛ ଭାଜିଲା, କାରଣ ମାଛ ଭଜା ଆମକୁ ପଖାଳ ଖାଇବାର ଥିଲା। କିଛି ମାଛ ଖାଲି ଭଜା ହେଇଥିଲା, ଆଉ କିଛି ମାଛ ସୋରିଷ ମସଲା ଦେଇକି ଭଜା ହେଇଥିଲା। କାରଣ ଏମିତି ସୋରିଷ ମସଲା ଦେଇକି ଭାଜିକି ପଖାଳରେ ଖାଇଲେ ପଖାଳର ଟେଷ୍ଟଟା ପୁରା ମାନେ ଡବଲ ହେଇଯାଏ। ବହୁତ ହି ଭଲ ଲାଗେ ଖାଇବା ପାଇଁ। ମୋତେ ତ ବହୁତ ଭଲ ଲାଗେ ଏମିତି ମାନେ ମସଲା ଦିଆ ମାଛ ଭଜା ସହିତ ପଖାଳ ଖାଇବା ପାଇଁ। ତ ମୁଁ ତ ଅଲରେଡ଼ି ସକାଳେ ବ୍ରେକଫାଷ୍ଟ କରିସାରିଥିଲି, ଯେହେତୁ ମାନେ ଏମିତି ମସଲା ଦିଆ ମାଛ ଭଜା ଆଉ ପୋଇ ଟିକେ ମିଳିଗଲା ତ ମୋର ବି ଟିକେ ଇଚ୍ଛା ହେଲା ପଖାଳ ଖାଇବା ପାଇଁ। ତ ସେଥିପାଇଁ ମୁଁ ବି ଭାଇ ଆଉ ଭାଉଜ ଝିଅ ସହିତ ବସି ପଡ଼ିଥିଲି ଟିକେ ପଖାଳ ଖାଇବା ପାଇଁ। ଶୀତ ଦିନେ ଟିକେ ଖରାରେ ବସିକି ପଖାଳ ଖାଇବାର ମଜା ହିଁ କିଛି ଅଲଗା। ତ ଗାଁ ପରିବେଶରେ ଏଇଟା ହିଁ ସବୁଠାରୁ ଗୋଟେ ଭଲ ଜିନିଷ, ଯେଉଁଟାକି ବାହାରେ ରହିଲେ କେବେ ବି ମିଳେନି। ଝିଅ ଆମର କିନ୍ତୁ କେବେ ବି ପଖାଳ ଖାଏନି, କିନ୍ତୁ ଆମେ ଯେବେ ପଖାଳ ଖାଉ ସେଇ ଆମ ସହିତ ବି ବସିକି ପଖାଳ ଖାଇବା ପାଇଁ ଇଚ୍ଛା କରେ। ଥଣ୍ଡା ହେଇଛି କିନ୍ତୁ ଫିର୍ ବି ସେ କହୁଛି ମୁଁ ମାନେ କହିଲା କି ମୁଁ ତୁମ ସହିତ ପଖାଳ ଖାଇବି, ଜିଦି ଗଲା ତ ସେଥିପାଇଁ ତାକୁ ବି ଟିକେ ପଖାଳ ଦେଇ ଦେଇଛୁ। ତ ସେ ଆମ ସହିତ ବସିକି ପଖାଳ ଖାଇସାରିଲା ପରେ ମୋର ତ ଯେଉଁ ଖରା ପଡ଼ିଥାଏ ମୋତେ ଇଚ୍ଛା ହେଉଥାଏ ମାନେ ଖରାରେ ପୁରା ଘୋଡ଼ି ଘାଡ଼ି ହେଇକି ଶୋଇପଡ଼ିବା ପାଇଁ, କାରଣ ଏତେ ନିଦ ଲାଗୁଥାଏ ପଖାଳ ଖାଇସାରିଲା ପରେ। କିନ୍ତୁ କ'ଣ କରିବା, ମୋତେ ତ ଟିକେ ରୋଷେଇ କରିବାର ଥିଲା,
କାରଣ ମୋତେ ଟିକେ ରୋଷେଇ କରିବା ପାଇଁ ଯେହେତୁ ମୁଁ ବାହାରେ ରହୁଛି ରୋଷେଇ କରିବା ପାଇଁ ଏତେ ଚୁଲିରେ ରୋଷେଇ କରିବା ପାଇଁ ଆଉ ଟିକେ ଅଧିକ କ୍ୱାଣ୍ଟିଟିରେ ରୋଷେଇ କରିବା ପାଇଁ ମୋତେ କେତେ ମିଳେନି ଚାନ୍ସ। ଯେତେବେଳେ ମୁଁ ଘରକୁ ଆସେ ସେବେ ଯାଇକି ମୁଁ ରୋଷେଇ କରେ। ତ ମୋତେ ରୋଷେଇ କରିବା ପାଇଁ ଯେହେତୁ ଭଲ ଲାଗେ ତ ମୁଁ ଘରକୁ ଆସିଲେ ମୁଁ ମନ କରେ ରୋଷେଇ କରିବା ପାଇଁ। ମାଛ ତରକାରୀ ମୁଁ କହିଲି ମୁଁ କରିବି ବୋଲି। ତରକାରୀ ପାଇଁ ଅଲରେଡ଼ି ଅଦା ରସୁଣ ଆଉ ଜିରା ବଟା ହେଇଯାଇଥିଲା ଆଉ ପିଆଜ ଚୁନ ଚୁନ କରି ମୁଁ କାଟି ଦେଇଥିଲି ଆଉ କିଛି ଆଳୁ ବି ତରକାରୀରେ ପଡ଼ିବା ପାଇଁ କାଟି ଦେଇଥିଲି। ତ କଡ଼େଇରେ ତେଲ ଗରମ ହେଲା ପରେ ମୁଁ ଜଷ୍ଟ ଅଳ୍ପ ଟିକେ ଫୁଟଣ ଫୁଟେଇକି ବାସ୍ନା ପାଇଁ ତାପରେ ମୁଁ ପିଆଜ ପକାଇଥିଲି ଆଉ ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିଥିଲି। ଆଉ ପିଆଜର ଜଷ୍ଟ କଲର୍ ଚେଞ୍ଜ ହେଇଗଲା ପରେ ମୁଁ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଦେଇକି ତାକୁ କିଛି ସମୟ କଷିଥିଲି ଆଉ କିଛି ଟମାଟର ପକାଇଥିଲି ଆଉ ତାପରେ ଆମର ଧନିଆ ଗୁଣ୍ଡ ଆଉ ଚିକେନ ମସଲା ଲୁଣ ଏସବୁକୁ ପକାଇକି ଭଲସେ କିଛି ସମୟ କଷିଥିଲି। କାରଣ ଆମେ ମସଲାଟାକୁ ଯେତେ ଭଲସେ କଷିବା ମାନେ ଯେପର୍ଯ୍ୟନ୍ତ ମସଲାରୁ ତେଲ ଅଲଗା ନ ହେଇଛି ସେ ପର୍ଯ୍ୟନ୍ତ ଆମେ କଷିଲେ ତାର ମାନେ ତରକାରୀର ଫ୍ଲେଭରଟା ବହୁତ ଭଲ ଆସେ। ତ ମୁଁ ଏଇଠି କଷିବା ଭିତରେ ଆମର ଝିଅର ଚୁଟି କାଟିବା ପାଇଁ ଭାଇ ଆମର ଆସିଥିଲେ ମୁଁ ତାକୁ ଚୁଟି କାଟିବା ପାଇଁ କାରଣ ତା ଚୁଟିଟା ବହୁତ ବଡ଼ ବଡ଼ ହେଇଯାଇଥିଲା। ଚୁଟି କାଟିଲା ବେଳେ କେବେ ବି ଦୁଷ୍ଟାମି କରେନି କି କାନ୍ଦେନି, ସେ ଆରାମସେ ଚୁଟି ଦେଖାଏ କାଟିବା ପାଇଁ। ଆଉ ସେ କ'ଣ କହୁଛି ଟିକେ ଶୁଣନ୍ତୁ। ହଁ ସଇଲା ଟିକେ ଖାଲି ପଛଟା ଇଏ କଥା ଟିକେ ଦେଖିଦିଅ କଲଟି ଖାଲି ମାରିଦେବା। ଧୀରେ ଟିକେ ରହିବୁ କେଦିନ ନା ରହିବ କେଦିନ ପଇସା ଆଣିବା ଏଇ କୋଉଠି ରଖିଛୁ କହ। କଣ କଲୁ କହ ବା ଲୋକ କୁଆଡୁ ଗଲା। ଆଉ ଏଠି ମାଛ ତରକାରୀ ଆମର ଏବେ ରେଡ଼ି ହେଇଯାଇଥିଲା। ଆଉ ତା ସହିତ ଆଜି ଆସିଥିଲା ଗୋଟେ ଜଣେ ନୂଆ ଲୋକ ଆମ ଘରକୁ। ସେ ବହୁତ ଦିନ ହେବ ଆସିନଥିଲା। ଆଉ ସିଏ ହେଉଛି ମୋ ଦିଦିର ପୁଅ ଆଉ ମୋ ଫେଭରେଟ୍ ପର୍ସନ୍ କହିଲେ ଚଳେ। ମୁଁ ବହୁତ ଭଲ ପାଏ। ଆଉ ସେ ମାନେ ଏତେ ଦିନ ପରେ ଆସିଛି ଦେଖିକି ମୋତେ ତ ବହୁତ ହି ଖୁସି ଲାଗୁଥାଏ। ମୁଁ ବହୁତ ହି ଖୁସି ଥାଏ ସେ ଆଜି ଆସିଛି ବୋଲି। ଆଉ ସେ ଆସିବ ମାନେ ସବୁବେଳେ କହିବ ଚାଲ ଯିବା ଆଣ୍ଟି ନାଳରେ ମାଛ ଧରିବା ବନିଶ ପକେଇକି। ତ ଏବେ ତ ଆଉ ବନିଶ ଆମର କେହି ତ ପକାଉନାହାନ୍ତି, ବଟଲରେ ଧରୁଛନ୍ତି। ତ ମୁଁ ତାକୁ ସେ ବଟଲଟା ଧରି ଦେଇଥିଲି ଯେ ଚାଲ ଯିବା ଏମିତି ବଟଲରେ ମାଛ ଧରିବା। ତ ଯେହେତୁ ଏବେ ପାଣି ବହୁତ କମି ଆସିଲାଣି ମାଛ ଏତେ ପଡ଼ୁନଥିଲେ, ତା ସହ ଦିନରେ ଟିକେ ମାଛ ଏତେ ପଡ଼ନ୍ତିନି। ବଟ୍ ତା ଖୁସି ପାଇଁ ମୁଁ ତାକୁ ନେଇକି ଯାଇଥିଲି ନାଳକୁ। ଛୁଆଙ୍କୁ ଯେଉଁଥିରେ ବି ଖୁସି ମିଳୁଛି ତାଙ୍କୁ ସେ ଖୁସିଟା ଦେଲେ ବହୁତ ଭଲ। ତ ସେଥିପାଇଁ ତାକୁ ଯେହେତୁ ଏଇ ଜିନିଷରେ ଖୁସି ମିଳୁଛି ମୁଁ ତାକୁ ନେଇକି ଯାଇଥିଲି। ଆଉ ଏ ବୋଟଲରେ ପାଣି ପୁରେଇକି ମୁଁ ଏମିତି ତାକୁ ବୁଡ଼େଇ ଯାଇଥିଲି। କାରଣ ମୁଁ ଆଗରୁ ବି ଥରେ ଦେଖେଇଥିଲି ଏମିତିକି ମାନେ ଏ ବୋଟଲରେ କେମିତି କ'ଣ ମାଛ ଧରାଯାଏ। ଖରା ହେଉଥିଲା ଆଉ ପାଣି ବହୁତ କମି ଆସିଲାଣି। ତ ଖରାବେଳ ଟାଇମ୍ଟା ଯେହେତୁ ସେଥିପାଇଁ ଏତେ ମାଛ ପଡ଼ୁନଥିଲେ, ଭିତରେ ଜମା ବି ପଶୁନଥିଲେ। ମାନେ ସେ ବୋଟଲ ଭିତରେ ମାଛ ବିଲକୁଲ ବି ଯାଉନଥିଲେ। ଆଉ ଝିଅ ଆମର ଏଇଠି କ'ଣ କରୁଛି ନା ପାଣିରେ ଆସିକି ଟଏଲେଟ୍ କରୁଛି। କ'ଣ କହିବ ଛୁଆଙ୍କୁ। ମାଛ ପଶିଲେଣି ଏମିତି ଉଠେଇ ନେଇ ପଳେଇ ଯାଉଛି। ଏଥୋଇ ପଳେଇଆ। ଏଇଠି ସେ ସେମିତି ସେଇଟା ମା ଦବା ଚଲେଇବୁ ତୁ ଚଲେଇବୁ। କ'ଣ କ'ଣ ହଉଛି କ'ଣ? ମୁଁ ପେଣ୍ଟିଂ କରୁଛି।
ଆଉ ତୁ କ'ଣ କରୁଛୁ? କ'ଣ କ୍ୟାପ୍ସିକମ୍? ତୁ କ'ଣ ଭୂତ କରୁଛୁ? ଘୋଷ୍ଟ? ଆମେ ଭୂତ କରୁଛୁ। ଆମେ କହିବୁ ଇଏ କି ରଙ୍ଗ ଆପଣ ଜାଣିପାରୁଛନ୍ତି କି ନାହିଁ? ମାନେ ମୋ ରଙ୍ଗର ଗୋଟେ ରଙ୍ଗ ବୋଟଲ ଦିଅଣାକ ସାରିଦେଲ। ନାଇଁ ଆମେ ମାନେ ସାରିବୁନି, ଆମେ ଆଣିବା ତମକୁ ଦେଇଦେବୁ। ଧନ୍ୟବାଦ। ଦେଖିବା ଦେଖନ୍ତୁ ଏବେ କଲର ସବୁ ମିକ୍ସ କରିବା, ସେଇ ରଙ୍ଗ ହିଁ ବାହାରିବ। ଏଇ ରଙ୍ଗ ଆମେ ମାନେ ଢାଳିନି। କୁହନ୍ତୁ ଇଏ କି ରଙ୍ଗ? କାଇଁ ଦେଖଉନୁ? ଆପଣ ମାନେ ଜାଣି ପାରୁଛନ୍ତି କି ରଙ୍ଗ? ନାଇଁ। ତା ଭିତରେ କଣ ପକେଇଛ ଭଲ? ତା ଦେହରେ ଅଟା ପଡିଛି। ଅଟାଟା କୁଆଡେ ଭାସି ପଳେଇଲାଣି? ତୁ କଣଟା ଛେନାଟା ଦେଖୁଛୁ? ଅଟା ନୁହଁ, ତା ଦେହରେ କି କୁଣ୍ଡା କି ଚକଳ ପୁରେଇ ଦବ। ଗଲୁ ଆଣିକି ଆସିବୁ। ଗଲୁ ତୁ ଏତେ କଥା କହୁଛୁ, ଗଲୁ ଆଣିବୁ ଯା। ନା ଅନା ଦେଖନ୍ତୁ ସାର୍, ଇଏ ଅନା। କହ। ଦେଖନ୍ତୁ ଇଏ ହେଉଛି ଅଣ୍ଡା, ଇଏ ହେଉଛି ପାମ୍ପଡ଼, ଆଉ ଇଏ ହେଉଛି ଚିକେନ ଲେଗ ପିସ୍। ଚିକେନ ଖାଇବା ସେ ଭିଡ଼ିଓ କରିବ। ଚିକେନ ଖାଉନ ଢୋଳ 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 ଖାଇସାରିଲେ ମୁଁ ତ କହୁଛି ମାଛ ତରକାରୀ ଦେବି ନା ନାଇଁ? ଟିକେ ଦଉଛି। ତରକାରୀ ମାଛଟା ସେ ମନା କରୁଛି ପୁରା। ଖାଇବନି? ଖାଉଛୁ ଚାଉମିନ? ଏଟା ବିରିୟାନୀ ନୁହଁ, ଏଟା ଚାଉମିନ। ଓହୋ।